সখী তোর রাস দেখিলা গে মোত্রাস সখী তোর নিরাস দেখিলা গে মোত্রাস লক্ষ্মী কুসুম সর দেখিবারে মোরা লক্ষ্মী কুসুম সর দেখিবারে মোরা সুন্দর দনা নুহে সুন্দর এ পরিতে 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 মন্দমতিরে তাবত জননী যথা শয়নং সুন্দর দনা নুহে সুন্দর এ পরিতে তাবত জনম তাবত মরণং তাবত জননী যথা শয়নং সুন্দর দনা নুহে সুন্দর এ পরিতে তাবত জনম তাবত মরণং তাবত জননী যথা শয়নং দনা নুহে সুন্দর এ পরিতে মন্দমতিরে দিন বন্ধ বহিল অতি মন্দমতিরে দিন বন্ধ বহিল অতি নেত্রী অরবিন্দরে সুন্দর নেত্রী অরবিন্দরে সুন্দর বারো 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 তোরে জীবা তোরে আস তুমি হচ্ছ মোর প্রাণেশ্বরী ତମେ ମୋର ପିହାଣେଶ୍ୱର ନା ରେ ଗୋଟେ ବେକାସର ନା ଏଇ ହେଁ? ତମେ ମୋର ବିରି ଡାଲି କିଏ ମୁଁ ତୁମର ବିରି ଡାଲି ହଁ ତମେ ମୋର ମୁଁ ତମର ରସୁଣ ପଘରା ଏଇ ମୁଁ ତମର ଚିକେନ ଝୋଳ ତମେ ମୋର ଚିକେନ ଝୋଳ ମୁଁ ତୁମର ତମେ ମୋର ଟୁଙ୍ଗୁରୁ ବୋଳ ବାସ୍ କହିଲା ତମେ ମୋର ଟୁଙ୍ଗୁରୁ ବଳ ଏଇ ତମେ କଣ ମୋ ଏ ଛୁଆ ସବୁ କଥା ଆଜ୍ଞା କହିଲେ ଦ୍ରୌପଦୀ ମୁଁ ବ୍ରାହ୍ମଣକୁ କହିଛି ଯଦି କୌରବ ଭାଇ ମାନଙ୍କର ମୁଣ୍ଡ ଆଣେ ତାହେଲେ ମୁଁ ଦେହ ଦାନ କରିବି ଏପଟରେ ମୁଁ ସତୀ ନାରୀ ସେପଟରେ ସତ୍ୟ କରିଛି କଣ କରିବେ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି ଦ୍ରୌପଦୀ ଯଦି ଦେହ ଦାନ କରନ୍ତି ତାହେଲେ ମହାପାପ ହବ ମୋ ସ୍ୱାମୀ ମାନେ ବଞ୍ଚିବେ ନାହିଁ ଆଉ ଯଦି ଦେହ ଦାନ ନ କରେ ତାହେଲେ ସତ୍ୟହରା ମୁଁ ହେବି ଦ୍ୱନ୍ଦ୍ୱ ଭିତରେ ପଡିଛି ଦ୍ରୌପଦୀ ତମେ କଣ ବୁଝିପାରୁନା ଆଜ୍ଞା ଦୌଡ଼ିକିରି ଗଲେ ଧର୍ମରାଜ ଯୁଧିଷ୍ଠିର ଭାଇମାନଙ୍କୁ ସବୁ ଡାକିକିରି ଆଣିଲେ ସମସ୍ତେ ଆସି ପହଞ୍ଚି ଗଲେ କହିଲେ ପ୍ରଭୁ ଆପଣ କଣ କଲେ ଆପଣ କଲେ କଣ ଆଉ କେତେ ବଡ ବିପଦ ଆମକୁ ଦେବେ ସମସ୍ତେ ବସିକିରି ଡାକିଲେ ପ୍ରଭୁ ହେ ଠାକୁରେ ଅମ୍ବୁଜ ଲୋଚନମ୍ କାଳିୟ ଦଳନମ୍ ହରି ଅମ୍ବୁଜ ଲୋଚନମ୍ କାଳିୟ ଦଳନମ୍ ଅମ୍ବୁଜ ଲୋଚନମ୍ କାଳିୟ ଦଳନମ୍ ଅମ୍ବୁଜ ଲୋଚନମ୍ କାଳିୟ ଦଳନମ୍ ନବଘନ ଯେତ କାନ୍ତି ରୂପମ୍ ହରି ହରି ନବଘନ ଯେତ କାନ୍ତି ରୂପମ୍ ନବରନ୍ତ ସଜଳ ଶୟନମ୍ ଅନନ୍ତ ସଜ୍ଜାରେ ଶୟନମ୍ ପ୍ରହ୍ଲାଦ କୀର୍ତ୍ତ ରୂପମ୍ ହରି ହରି ପ୍ରହ୍ଲାଦ
ନା ଜଙ୍ଗଲ ଫଳ ଖାଉଛୁ ଭଲ, ଭଲ ଝରଣାର ପାଣି ପିଉଛୁ ଭଲ, ଆମେ ଭୂମିରେ ଶୋଉଛୁ ଭଲ, ତମେ ଦ୍ରୌପଦୀ କଣ କଲ? ମୋ ଭାଇ ମାନଙ୍କର ମୁଣ୍ଡକୁ କାଟିବାକୁ ତମେ ପଠେଇଦେଲ। ମୁଁ ଚାହୁଁଥିଲି ମହାଭାରତ ଯୁଦ୍ଧ ନ ହଉ, ଆମେ ସବୁଦିନ ଜଙ୍ଗଲରେ ରହିବୁ, ସବୁଦିନ ଜଙ୍ଗଲର ଫଳ ଖାଇବୁ, ସବୁଦିନ ଝରଣାର ପାଣି କି ପିଇବୁ। ବାପା ଏଭଳିଆ ନିଃସ୍ୱାର୍ଥପର ଲୋକ ଜଗତରେ ଅଛନ୍ତି ନା? ଭାଇ ଭାଇ ଏ ସାରେ ଆଜ୍ଞା ଗୋଟେ ଛୋଟିଆ କଥା, ଯୋଉଦିନ ଜଗନ୍ନାଥ ଇନ୍ଦ୍ରଦୁମ୍ନକୁ ପଚାରିଲେ, କହିଲେ ଇନ୍ଦ୍ରଦୁମ୍ନ ପ୍ରଭୁ ତୁ କଣ ମାଗୁଛୁ ମାଗେ ଦେଇଦେବି। ସାରେ ଆମକୁ ଯଦି ପ୍ରଭୁ କହିଥାନ୍ତେ କଣ ମାଗୁଛୁ ମାଗ, ଆମେ କଣ ମାଗନ୍ତେ? 2-3ଟା ହେଲିପେଟର ସାରେ ହେଲିପେଟର ଆମେ କହନ୍ତେ ପ୍ରଭୁ ମୋର 50 ବାଟି ଜମି ହେଇଯାଉ, ଦୁମଦୁମା ଏରିଆରେ ର କୋଠା କେତେ ହେଇଯିବ ଠିକ ନାହିଁ, ଖାଲି ସେତିକି ନୁହେଁ 10ଟା ଖଣ୍ଡେ ମତେ ହେଲିକପ୍ଟର ଦିଅନ୍ତୁ। ଆଜ୍ଞା ଆପଣ ମାନେ ବିଚାର କରନ୍ତୁ ଇନ୍ଦ୍ରଦୁମ୍ନ କଣ ମାଗିଲେ। ଏ ହାତ ଯୋଡି ପକେଇଲେ ଇନ୍ଦ୍ରଦୁମ୍ନ କହିଲେ ଜଗା ତତେ ମୁଁ ମାଗୁଛି ଏତିକି, ଇଏ ମାଗୁଛି ଏତିକି ଜଗା ମତେ ଦବୁ ବଂଶ ମୋର ବୁଡିଯିବ। ମୋର ବଂଶରେ ଯେ କେହି ନ ରହିବେ ଏତିକି ଦବୁ ତୁ ଜଗା। ଜଗନ୍ନାଥ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ କଣ ମାଗିଲୁ ଇନ୍ଦ୍ରଦୁମ୍ନ? ଇନ୍ଦ୍ରଦୁମ୍ନ ତୁ କଣ ମାଗିଲୁ? ତୋ ବଂଶ ବୁଡିଯିବ? ହଁ ପ୍ରଭୁ କହିଲେ ପ୍ରଭୁ ମୁଁ ଏତିକି ମାଗୁଛି, ମୋ ବଂଶରେ କେହି ରହିବେନି। ଉଡେଇ ଦିଅ ଏ ମା ଏଭଳିଆ କିଏ ମାଗିବ? ଇନ୍ଦ୍ରଦୁମ୍ନ ମାଗିଲେ ମୋ ବଂଶଟା ବୁଡେଇ ଦିଅ ପ୍ରଭୁ, ମୋ ବଂଶରେ କେହି ରହିବେନି। କାହିଁକି ଜଗନ୍ନାଥ ପଚାରିଲେ, କହିଲେ କିରେ ତୁ ବଂଶ ବୁଡିଯିବା କଥାଟା କାହିଁ କହିଲୁ? ଆଉ କିଛି ମାଗିଲେ ହାତ ଯୋଡିକିରି କହିଲେ ଇନ୍ଦ୍ରଦୁମ୍ନ କହିଲେ ପ୍ରଭୁ ଇଏ ବଂଶ ମୋର କେହି ରହିଲେ ମୋର ମୋର କହିବେ ଜାଣ, କୌରବନକରେ ପତିତ ହୋଇବି ଧର୍ମ ନଷ୍ଟ ହେବ ମୋର। କହିଲେ ମୋ ବଂଶରେ ଯଦି କେହି ରହିବେ ସମସ୍ତେ ମୋର ମୋର କହିବେ, ମୋ ମନ୍ଦିର, ମୋ ବାପା ମନ୍ଦିର, ମୋ ଗୋସାପ ମନ୍ଦିର, ଆମ 14 ପୁରୁଷ ମନ୍ଦିର ମୋ ଜେଜେର ଜଗାରେ ଏତିକି କହିଲେ ଧର୍ମ ମୋର ନଷ୍ଟ ହେଇଯିବ। ମୁଁ ତତେ ଏତିକି ମାଗୁଛି, କଣ ରେ ତୁ ମତେ ଦବୁ ଜଗା। ନିଶ୍ଚିତ ଇନ୍ଦ୍ରଦୁମ୍ନ କାନ୍ଦି କାନ୍ଦି ମାଗିଲେ ଜଗାରେ ସିଏ ବରଷକେ ଥରେ ପୁତ୍ର ବର ହୋଇ ପିଣ୍ଡ କରି ବୁଟି ଦାନ, ଏତିକି କାମନା ଜଗା ତତ ମୁହିଁ ମାଗୁ ଅଛି ଦେବ। ପ୍ରଭୁଙ୍କର ଆଖି ଛଳ ଛଳ ହେଇଗଲା, କହିଲେ ଜଗାରେ ବର୍ଷରେ ଥରେ ତୁ ମୋ ପୁଅ, ମୁଁ ତ ବାପା ହେବିନି, ମତେ ପିଣ୍ଡ ଦବାକୁ ତ ଆଉ କେହି ନାହାନ୍ତି, ଜଗା ତୁ ମତେ ମୁଠିଏ ପିଣ୍ଡ ଦବୁରେ, ରାଣୀ ଗୁଣ୍ଡିଚାକୁ ମତେ ମୁଠିଏ ପିଣ୍ଡ ଦବୁ। କୁଆଡୁ ପଡେ ପ୍ରଭୁ ତଥାସ୍ତୁ କହିଥିଲେ। ଆଜ୍ଞା ନିଃସ୍ୱାର୍ଥପର ଦେଖନ୍ତୁ ଆଜ୍ଞା ରାଜା ଇନ୍ଦ୍ରଦୁମ୍ନ ନିଃସ୍ୱାର୍ଥପର ହଉଛନ୍ତି ଧର୍ମରାଜ ଯୁଧିଷ୍ଠିର। କହିଲେ ମୋ ଭାଇ ମାନେ ରାଜ୍ୟ ଖାଆନ୍ତୁ, ଆମେ ଜଙ୍ଗଲର ଫଳ ଖାଉଛୁ ଭଲ, ଝରଣାର ପାଣି ପିଉଛୁ ଭଲ, ଆମେ ଭୂମିରେ ଶୋଇବୁ ଭଲ, କଣ କଲ ମୁଁ ତମେ? ଚାହୁଁଥିଲି ମହାଭାରତ ଯୁଦ୍ଧ ନ ହଉ, ତମେ ଦ୍ରୌପଦୀ ପଠେଇଦେଲ ମୋ ଭାଇ ମାନଙ୍କର ମୁଣ୍ଡ କାଟି ଆଣିବାକୁ। କାନ୍ଦି ପକେଇଲେ ଧର୍ମରାଜ ଯୁଧିଷ୍ଠିର। ଏପଟରେ ନିଃସ୍ୱାର୍ଥପର ହଉଛନ୍ତି ରାଜା ଇନ୍ଦ୍ରଦୁମ୍ନ, କହିଲେ ଜଗା କିଛି ମାଗୁନାହିଁ, ବର୍ଷରେ ଥରେ ତୁ ପିଣ୍ଡ ଦବୁ। ତୁ ମୋ ପୁଅ ଆଜ୍ଞା ପ୍ରତିବର୍ଷ ଜଗନ୍ନାଥ ଇନ୍ଦ୍ରଦୁମ୍ନ ଇନ୍ଦ୍ରଦୁମ୍ନକୁ ପିଣ୍ଡ ଦାନ କରନ୍ତି, ରାଣୀ ଗୁଣ୍ଡିଚାକୁ ପିଣ୍ଡ ଦାନ କରନ୍ତି। ମୋର ପଣ୍ଡିତ ମଣ୍ଡଳୀ ବାବା ଏ ଧର୍ମରାଜ ଯୁଧିଷ୍ଠିର ମୁଣ୍ଡରେ ବଜ୍ର ପଡିଗଲା। ଡାକିଲେ ପ୍ରଭୁ, ଗୋଟିଏ ପଦ ଠାକୁର ଅଭିରାମ ପରମହଂସଙ୍କର ଲେଖା, ବାବା କହିଲେ ଇଏ ଦିନ ବାନ୍ଧବକୁ ଡାକୁଛି ଦିନ, ଆଉ ଦିନ ବାନ୍ଧବଙ୍କୁ ଡାକୁଛି ଦିନ ରାତ୍ରି ବାନ୍ଧବ ମିନତି ଘେନ, ରାତ୍ରି ବାନ୍ଧବ ବିନତି ହେନା ଧ୍ୟାନ ବାନ୍ଧବ ହେବ କି ନାହିଁ, ଧ୍ୟାନ ହେବ କି ଏତିରି ପ୍ରକାର ବାନ୍ଧବ ତୁ
କହିଲେ ଦିନ ବାନ୍ଧବକୁ ଡାକୁଛି ଦିନ ଦିନ ରାତି ବାନ୍ଧବ ମୋ ବିନତି ଘନ। ଘେନ ଆଜ୍ଞା ଦିନର ବାନ୍ଧବ କିଏ? ସିଏ ଦିନ କିଏ? କିଏ ର ଯିଏ ସିଏ ଦିନ ବାନ୍ଧବକୁ ଡାକୁଛି ଦିନ। ଦିନ ଦିନ ମାନେ ଦରିଦ୍ର। ଦରିଦ୍ର ମା ଆମ ଭିତରୁ ବଡ ଲୋକ କେହି ନାହାନ୍ତି, ନେ ସମସ୍ତେ ହଉଛନ୍ତି ଆମେ ଦରିଦ୍ର। ଦିନ ଦରିଦ୍ର ବଡ ଲୋକ କିଏ? ଯିଏ ପୋଲିଓ ଖାଉଛି ହେଲା ଯିଏ ପୋଲିଓ ଖାଉଛି। ପଲାଉ ନାଇଁ ଆଜ୍ଞା ପରମ ଶାସ୍ତ୍ର ଭାଗବତରେ ଜଗନ୍ନାଥ ଦାସ କହିଲେ ବଡ ଲୋକ କିଏ? ଯେ ଜନ ଇଷ୍ଟ ଧର୍ମ ପାଳେ ଧର୍ମ ପାଳେ ଧନାଢ୍ୟ ବୋଲି ଏ ସୟାଳେ ବାପା ଯିଏ ଇଷ୍ଟ ଧର୍ମକୁ ପାଳନ କରେ ସିଏ ହଉଛି ଧନୀ। ଧନୀ ହେଲେ ଯେ ଜନ ଇଷ୍ଟ ଧର୍ମ ପାଳେ ଧନ୍ୟାଢ୍ୟ ଧନାଢ୍ୟ ବୋଲି ଏ ସୟାଳେ ଯିଏ ଇଷ୍ଟର ଧର୍ମକୁ ପାଳନ କରେ ସିଏ ହଉଛି ଧନୀ। କୋଠା ଥିଲେ ଧନୀ ନୁହେଁ, ଗାଡି ଟଙ୍କା ଥିଲେ ଧନୀ ନୁହେଁ, ନା ଗାଡି ଘୋଡା ଥିଲେ ଧନୀ ନୁହେଁ। ନାଇଁ ନାଇଁ ଧନୀ କିଏ? କିଏ? ନା ଯିଏ ଇଷ୍ଟର ଧର୍ମକୁ ଶ୍ରେଷ୍ଠ ବୋଲି ପାଳନ କରେ। ପାଳନ କରୁ ତେଣୁ ମୋର ପଣ୍ଡିତ ମଣ୍ଡଳୀ হ্যাঁ ইষ্ট ଆପଣ ମାନେ ଏଇଠି ବିଚାର କରନ୍ତୁ। ইষ্ট কি ଗୋଟେ ସୁନ୍ଦର କଥାଟିଏ ସାରେ বর্তমানে প্যান্ডেলে কি অছন্তি জানিছু গায়ক সুধাংশু তত্ত্বভূষণ বিরঞ্চি নারায়ণ ত্রিপাঠী ঘর ধামনগর ভদ্রক শ্যামপুর কন্টাক্ট নম্বর 9937252168 তত্ত্ব বিশ্বঙ্কর তত্ত্ব ର ସାରେ ଦିନ ବାନ୍ଧବକୁ ଡାକୁଛି ଦିନ। ଆମେ ସମସ୍ତେ ଦିନ ଦରିଦ୍ର। ଦିନର ବାନ୍ଧବ କିଏ? ନା ପ୍ରଭୁ। প্রভু ସିଏ ଡାକୁଛି ହେ ଦିନର ବାନ୍ଧବ ତମେ ରାତିର ବାନ୍ଧବ। রাত্রির বান্ধব ଦିନର ବାନ୍ଧବ ସୂର୍ଯ୍ୟ, ରାତିର ବାନ୍ଧବ ହଉଛି ଚନ୍ଦ୍ର। চন্দ্র ସାରେ দরিদ্র କହିଲେ ତମେ ଦିନର ବାନ୍ଧବ ରାତିର ବାନ୍ଧବ, ତମେ ଟିକେ ମଝି ବେଳର ବାନ୍ଧବ ହବ। হ্যাঁ ମଝି ବେଳଟା କେତେବେଳେ? 12:90 ମଝି ବେଳଟା ସାରେ ସୂର୍ଯ୍ୟ ଅସ୍ତ ହଉଛନ୍ତି। ଦିନର ରାତିର ମଝି ସମୟ। মঝি সময় ମଝି ସମୟଟା ପିଣ୍ଡ ଯା ବ୍ରହ୍ମାଣ୍ଡ ସେଇଆ। ଆମ ଶରୀର ଭିତରେ সূর্য ଯେତେବେଳେ ସୂର୍ଯ୍ୟ ଅସ୍ତ ହେବେ ବାପା ଗରୁଡ ଗୀତାରେ ଭଗବାନ ବୁଝେଇଲେ ଗରୁଡ গরুড়কু বুঝাইল କହିଲେ ସୂର୍ଯ୍ୟ ପୂର୍ବ ଦିଗେ ଉଦୟ ହୋଇଲେ ପଶ୍ଚିମେ দর্শানু হয় গরুড়রে পশ্চিমে দর্শানু হয় পশ্চিম সূর্য অস্ত হেবা তারে ପୂର୍ବରେ ଦିଶିବେ ନାହିଁ ଜୟ জমা লম্বা ସାରେ କହିଲେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହଉଛନ୍ତି, ଯେତେବେଳେ ପଶ୍ଚିମ ଦିଗରେ ଅସ୍ତ ହେବେ ବାପା ଆମ ଶରୀର ହଉଛି ବଡ ଦେଉଳ। ଏଇଠି ସୂର୍ଯ୍ୟ ଯିବା ଆସିବା କରୁଛନ୍ତି। বাহ বাহ ବଡ ଦେଉଳ କେମିତି ହେଲା? କେମିତି? କହିଲେ ଗରୁଡ ଗୀତା କହିଲେ ପାଦ ଯାଜପୁର କୋଟି ମୋ କଟକ ନାଭି ମୋ ଭୁବନେଶ୍ୱର। গরুড়রে নাভি ভবনে ତୁଳସୀ ଚଉରା ଯେ 18 ନଳା କୁଞ୍ଜର ଅତି ମହାରା କହିଲେ ପାଦ ଯାଜପୁର ଆମେ ସମସ୍ତେ ବଡ ଦେଉଳ ଆଜ୍ଞା। বড় দেউଳ সভা ପାଦ ଯାଜପୁର କୋଟି କଟକ ନାଭି ହେଲା ଭୁବନେଶ୍ୱର। ଆଜ୍ଞା ତୁଳସୀ ଚଉରା 18 ନଳା ଆମର ଯୋଉ ପଞ୍ଜରା ହାଡ। ଅସ୍ଥି ପିଞ୍ଜରା ଅସ୍ଥି ସାରେ ପିଞ୍ଜରା। ଯଦି ବଡ ଦେଉଳ ହେଲା ଗରୁଡ଼ ସ୍ତମ୍ଭ ଅଛି। 22 ପାବଛ ରତ୍ନ ସିଂହାସନ ସବୁ ଦେଖା ଇଏ ନାସା ମୋ ଗରୁଡ ସ୍ତମ୍ଭରେ ଗରୁଡ ଅଷ୍ଟ 22 ପାବଛ ଗରୁଡ଼ରେ ଦେ ପାବଛ କପାଳଟି ମୋର ରତ୍ନ ସିଂହାସନ ଶୁଣ ବିନୁ ତାର ବଛ କହିଲେ ନାସା ହଉଛି ଗରୁଡ ସ୍ତମ୍ଭ, ଓଷ୍ଠ 22 ପାବଛ। ଆଜ୍ଞା କପାଳଟିର କପାଳଟା ହେଲା ରତ୍ନ ସିଂହାସନ, କପାଳ ଉପରେ ପ୍ରଭୁ ଅଛନ୍ତି। ପାତଳ ପାଖରୁ ଆଜ୍ଞା ତ୍ରିକୁଟ ସନ୍ଧି ପର୍ଯ୍ୟନ୍ତ ଆମେ ସବୁ ହଉଛନ୍ତି 84 ନର୍କ, ଇଏ ହଉଛି 84 ଆଙ୍ଗୁଳି। ଆଙ୍ଗୁଳି ଇଏ 84 ଉପରେ ପ୍ରଭୁ ଅଛନ୍ତି। ଏ ଯେତେବେଳେ ପ୍ରାଣର ପ୍ରୟାଣ ସମୟ ମା ସେତିକି ବେଳେ ମଧ୍ୟାହ୍ନ ସମୟ। ଦିନ ବାନ୍ଧବ ଦିନର ବାନ୍ଧବ କିଏ? ନା ସୂର୍ଯ୍ୟ। ରାତିର ବାନ୍ଧବ ଚନ୍ଦ୍ର। ଚନ୍ଦ୍ର ହେ ପ୍ରଭୁ ତମେ ସୂର୍ଯ୍ୟ ଘରର ବାନ୍ଧବ, ତମେ ଚନ୍ଦ୍ର ଘରର ବାନ୍ଧବ, ତମେ ଟିକେ ଯେତେବେଳେ ପ୍ରାଣର ପ୍ରୟାଣ ସମୟ ମଧ୍ୟାହ୍ନର ବାନ୍ଧବ ହେଇଯିବ। ବାନ୍ଧବ ଟିକେ ହବ ଯଦି ପ୍ରଭୁ ମଧ୍ୟାହ୍ନର ବାନ୍ଧବ ହେଇଯାଆନ୍ତି ହେଇଯାଆନ୍ତି ବାପା ଆମେ ବୈକୁଣ୍ଠକୁ ପଳେଇବା, ବାଃ 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 ଆଉ ଜନ୍ମ ହବା ନାହିଁ। ନାଇଁ 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 ତେଣୁ ମୋର ପଣ୍ଡିତ ମଣ୍ଡଳୀ ଆଜ୍ଞା
ଯେତେବେଳେ ମଧ୍ୟାହ୍ନ ସମୟ ହୁଏ ସେ ଟାଇମଟା କେତେବେଳେ ଆପଣ କହୁନାହାନ୍ତି ହେଲେ ଘର ଅନ୍ଧାର ଦିବାନିଶି ପୂର୍ଣ୍ଣିମା ଦିନ ଏକାଦଶୀ ସାରେ ଯୋଉ ଦିନ ପୂର୍ଣ୍ଣିମା ସେଇ ଗୋଟିଏ ଦିନରେ ଏକାଦଶୀ ସେଇ ଗୋଟିଏ ଦିନରେ ସଂକ୍ରାନ୍ତି ସେଇ ଗୋଟିଏ ଦିନରେ ଅମାବାସ୍ୟା ବାପିରେ ମୋ ବାପା ମାନେ ଜ୍ଞାନୀ ମାନେ ସବୁ ବସିଛନ୍ତି ଆଚ୍ଛା କହିଲ ଅମାବାସ୍ୟା ରାତିରେ ପୁନେଇ ଜହ୍ନ କିଏ ଦେଖିଛି ଆପଣଙ୍କ ଭଦ୍ରକ ଆଡେ ହେଇଥିବ ଆମ ଖୋର୍ଦ୍ଧାରେ ନାହିଁ ଅମାବାସ୍ୟା ରାତିରେ ତମେ ପୁନେଇ ଜହ୍ନ ଦେଖିନା ଦେଖିନା ଆଜ୍ଞା ବାପା ମୁଁ କହୁନି ଆପଣ ମାନଙ୍କର ମହାପୁରୁଷ ଅଚ୍ୟୁତ କହିଲି କେଲେ ଅମାବାସ୍ୟା ନିଶିରେ 16 କଳା ଚନ୍ଦ୍ର ସର୍ବଦା ନିଶିରେ ରବି ଦର୍ଶନ ସର୍ବଦା ନିଶିରେ ରବି ଦର୍ଶନ ସର୍ବଦା ନିଶିରେ ରବି ଦର୍ଶନ ଓହ ନିଶି ଯାଇ ପ୍ରଦୀପ ଜଳତେ ଆହଲେ ବେଜାଏ ପ୍ରଦୀପ ଜଳୁଛି ଇଏ ଦୀପତେ ଦେଓଣ ଚାଷ ପବନ ବସି ଅବନା ଏ ଦେଖ ମାତ ଯୋଉ ଦିନ ଅମାବାସ୍ୟା ସେଇ ଦିନ ପୂର୍ଣ୍ଣିମା ସେଇ ଦିନ ଏକାଦଶୀ ସେଇ ଦିନ ସଂକ୍ରାନ୍ତି ସେତିକି ବେଳେ ମଧ୍ୟାହ୍ନ ସମୟ ଗାୟକ ସବୁ ବହୁତ ମିଛ ର କହୁଛନ୍ତି ର ର ଆଉ ସିଆଡକୁ ଯା ନା ବାପି ମୋ ଦେହରେ ଯାଉନି କଣ ମୁଁ ମିଛ କହୁଛି କହିଲେ ଯୋଉ ଦିନ ଅମାବାସ୍ୟା ସେଇ ଦିନ କେଲେ ଅମାବାସ୍ୟା ନିଶିରେ 16 କଳା ଚନ୍ଦ୍ର ସର୍ବଦା ନିଶିରେ ରବି ଦର୍ଶନ ଦର୍ଶନ ସାରେ ରାତିରେ ସୂର୍ଯ୍ୟଙ୍କୁ ଦର୍ଶନ କର କେତେବେଳେ ଯିବ ନା ରାତିରେ ପରମ ଶାସ୍ତ୍ର ଭାଗବତରେ ଜଗନ୍ନାଥ ଦାସ କହିଛନ୍ତି ନବ ଏକାଦଶୀ ଦିନ ନସ୍ପୁରେ କାହାରି ବଚନ ତିନିଟା 9 9 27 11 ଦୁନେ 22 22 27 କେତେ 22 23 24 25 26 27 28 29 30 31 32 33 34 35 36 37 38 39 40 41 42 ଦି ডাঙ্গুল ধার দেন 43 44 45 ଯାଉନୁ ଗାଁ ସାରା ବୁଲିକିରି ଆଙ୍ଗୁଳି ଗଣିବୁ କେତେ କଣ କେତେ କଣ କିରେ 49 ଏ କହନ୍ତି ଲୋକ 49 ପବନ ବହିଲାଣି ଲୋକଟା ଗୋଟିକିଆ ପକଉଛି ଏ ସବୁ ଅନ୍ଧାର ପୁଅ କହୁଛି ବାପା ଝିଅ କହୁଛି ବାପା ସ୍ତ୍ରୀ କହୁଛି ବାପା କାନ୍ଦୁଥିବ କଣ କହିବ ଜାଣି ପାରିବ ସ୍ତ୍ରୀ କହିବ ବାପା ସ୍ୱାମୀ ର ଇଏ କାହାରିକି ଚିହ୍ନି ପାରୁନଥିବ ଅମାବାସ୍ୟା ରାତି ହେଇଥିବ ଅମାବାସ୍ୟା ପାଇଲେ ଆସିଲା ପୂର୍ଣ୍ଣିମା ପୂର୍ଣ୍ଣିମା ଆପଣ ମାନଙ୍କର ଶିବ ସ୍ୱରଦେବ ଶିବ ପାର୍ବତୀ କି ବ୍ରହ୍ମ ଜ୍ଞାନ ବୁଝେଇ ବ୍ରହ୍ମ ଜ୍ଞାନ କେଲେ ବାମେ ସ୍ଥିତା ଇଡା ନାଡି ଦକ୍ଷିଣେ ପିଙ୍ଗଳା ତଥା ସୁଷୁମ୍ନା ମଧ୍ୟ ନାଡି ହିନାଡି ସୁର ତଥା ବାପା ବାମ ପୁଡାରେ ଯେତେବେଳେ ଶ୍ୱାସକ୍ରିୟା ପ୍ରବାହିତ ହୁଏ ଆମେ କୁହନ୍ତି ଚନ୍ଦ୍ରାୟଣ ଯେତେବେଳେ ଦକ୍ଷିଣ ପୁଡାରେ ଶ୍ୱାସକ୍ରିୟା ପ୍ରବାହିତ ହୁଏ ଆମେ କୁହନ୍ତି ସୂର୍ଯ୍ୟାୟଣ ଲୋକଟା ଯେତେବେଳେ ଗୋଟିକିଆ ପକଉଥିବ ବାମ ପୁଡାରେ ଶ୍ୱାସକ୍ରିୟା ପ୍ରବାହିତ ହଉଥିବ ଜୀବ ସେତେବେଳେ ଚନ୍ଦ୍ରକୁ ଦେଖୁଥିବ ଯେତେବେଳେ ଦକ୍ଷିଣାୟଣ ହଉଥିବ ଜୀବ ସେତେବେଳେ ସୂର୍ଯ୍ୟଙ୍କୁ ଦେଖୁଥିବ ପାଠ କୋଉଠି ଏ ଅମାବାସ୍ୟା ପାଇଲେ ପୂର୍ଣ୍ଣିମା ପୂର୍ଣ୍ଣିମା ପାଇଲେ ସାରେ ଆସିଲା ଏକାଦଶୀ ଏକାଦଶୀ ସେଇ ଗୋଟିଏ ଦିନରେ ଏ ଏକାଦଶୀ ଯୋଉ ଉପବାସ ଯୋଉମାନେ କରନ୍ତି ସେ କଣ କରନ୍ତି ବଏଲର ଖାଆନ୍ତି ଆରେ ଏ ମୂର୍ଖ ଯୋଉମାନେ ଏକାଦଶୀ ଉପବାସ କରନ୍ତି ବୟଲର ଖାଆନ୍ତି ଧଳା ଧଳା ଯୋଉଟା ଶାଗୁଦାନା ମୁଁ ସେଇ ବଏଲର ହେଲା ବାପା ଯୋଉମାନେ ଏକାଦଶୀ ଉପବାସ କରନ୍ତି କଣ କରନ୍ତି କହିଲେ ଅଖାଦ୍ୟ ଖାଅ ରେ ମନ ଇଏ ପିଅ ଗୋ ମାଂସ ପାଣି ଅଖାଦ୍ୟ ଖାଅ ରେ ମନ ପିଅ ଗୋ ମାଂସ ରାଣ୍ଡ ପୁଅ ସଙ୍ଗେ ଭେଟ ରାଣ୍ଡ ବାପି ତୁ ମୁହଁକୁ ମାରିଲୁ କାହିଁକି ଏଟା ଖରାପ ହେଇଗଲା ସାରି ଆପଣ ବ୍ରାହ୍ମଣ ପିଲା ସାହିତ୍ୟ ଚର୍ଚ୍ଚା କରିବା କଥା ସଂସ୍କୃତ ଆଧ୍ୟାତ୍ମିକ ଇତ୍ୟାଦି ଇତ୍ୟାଦି ଆପଣ ଅପଭ୍ରଂଶ ଭାଷା ପ୍ରୟୋଗ କରୁଛନ୍ତି ହେଲେ ଅପଭ୍ରଂଶ ମୁଁ କଣ କହିଲି କହିଲେ ଅଖାଦ୍ୟ ଖାଓରେ ମନ ପିଅ ଗୋମାଂସ ପାଣି ତାପରେ ଯୋଉ କହିଲେ ଓହୋ ଯୋଉ ରାଣ୍ଡ ପୁଅ କହିଲି ଆଲୁ ପୁଣି କହିଲେ ବାପିରେ ଆଜ୍ଞା ଯୋଉମାନେ ଅଖାଦ୍ୟ ଖାଇବେ
গোমাংস পানি কি পিবে ইয়ে রান্ড পুয়া সঙ্গে ভেট ইয়ে বদলিব তো ঠানিকে অখাদ্য খাওয়ারে মন প্রিয় গোমাংস পানি সারে କିଛି ବୁଝିପାରୁନି ଅଖାଦ୍ୟ ମାନେ କୁଣ୍ଡା ତୋରାଣି ହେଟ୍, କହିଲା କୁଣ୍ଡା ତୋଡ଼ାନି ତାକୁ ଖାଦ୍ୟ ବାପା ଅଖାଦ୍ୟ ହଉଛନ୍ତି ଅନନ୍ତ ଅନନ୍ତ ନାମେ ଅନ୍ତ ନାହିଁ ଅଣ ଅକ୍ଷରେ ଯାର ଦେଇ ଯିଏ ଏକାଦଶୀ ଉପବାସ କରିଥିବ ସାରେ ପ୍ରଭୁ କିଛି ଖାଆନ୍ତି ନାହିଁ ଆମେ ପାଣି ପୁଲେଇ ଦେଇକିରି ଆମେ ଖାଆନ୍ତି ଏ ମା ଯୋଉମାନେ ଏକାଦଶୀ ଉପବାସ କରିଥିବେ କିଛି ଖାଉନଥିବେ ପାଟିକି ଚିପିକିରି ପଡି କେବଳ ଗୋମାଂସ ପାଣିକି ପିଉଥିବେ ର ର ର କିରେ ଗୋମାଂସ ମାନେ କଣ ବୁଝିଲ ଅଗଲା ଜିନିଷ ଅଗଲା ଜିନିଷ ମାନେ ହେ, ହେ, ହେ। ର ର ମୁଁ ସେ କଥା କହୁନି ଗୋମାଂସଂ ପତିତଂ ଦୃଷ୍ଟା ଖଣ୍ଡ ଖଣ୍ଡ ମହି ତାଳେ ନଘେରନ୍ତି ଶ୍ୱାନ ଶିବା ଶୁଣନ୍ତି ପଣ୍ଡିତ ଜନା ବୃନ୍ଦା ଅଭିଶାପ ଦେଇଥିଲେ ପ୍ରଭୁ ତମେ ମୋ ସତୀତ୍ୱକୁ ଅପହରଣ କରିଛ ମୁଁ ଅଭିଶାପ ଦଉଛି ପ୍ରଭୁ ଆପଣ ପଥର ହେଇଯିବେ ଆଜ୍ଞା ପାହାଡ ହେଇଗଲେ କିଏ ନା ପ୍ରଭୁ ଜଳନ୍ଧର ହେଲା ବଜ୍ରକୀଟ ପ୍ରଭୁଙ୍କୁ ଖଣ୍ଡ ଖଣ୍ଡ କରି କାଟିଲା ଗୋମାଂସ ଗୋମତ ପର୍ବତର ଖଣ୍ଡ ଖଣ୍ଡ ଅଂଶ ପାଠ କେତେ ଏ ତାକୁ ଶିଆଳ କୁକୁର ଗ୍ରହଣ କରନ୍ତିନି ତାକୁ ପଣ୍ଡିତ ଲୋକମାନେ ଶାଳଗ୍ରାମ ବୋଲି ଆଣି ପାଦଦକ ପାଆନ୍ତି ଯାହାର ଏକାଦଶୀ ହେଇଥିବ ସେ ତୁଳସୀ ପାଣି ଶାଳଗ୍ରାମ ପାଣି ପିଉଥିବ ଯୋଉ ଲୋକଟା ଗୋଟିକିଆ ପକଉଥିବ ତାର ଏକାଦଶୀ ହେଇଥିବ ତା ପାଟିରେ ତୁଳସୀ ପାଣି ଶାଳଗ୍ରାମ ପାଣି ଦଉଥିବେ ସଡୁ ପାଠ ଯାଇକି ୟୁନିଭର୍ସିଟିରେ ମୁଁ ଖୋଜୁଛି ଅଙ୍ଗନାବାଡିରେ ଓହୋ ବୁଢା ଯୋଉଦିନ ଗୋଟିକିଆ ପକଉଥିବ ପୁଅ ଝିଅ ଟଙ୍କା ପଇସା ସୁନା ରୂପା ଚିହ୍ନି ପାରୁନଥିବ ତାକୁ ଅମାବାସ୍ୟା ରାତି ହେଇଥିବ ଉପରକୁ ନେଇକି ଘଡ ଘଡ ହଉଥିବ ବାମ ପାର୍ଶ୍ୱରେ ଶ୍ୱାସକ୍ରିୟା ପ୍ରଭାବିତ ହଉଥିବ ସେ ଚନ୍ଦ୍ରଙ୍କୁ ଦେଖୁଥିବ ପୂର୍ଣ୍ଣିମା ହେଇଥିବ ଡାହାଣ ପାର୍ଶ୍ୱରେ ଶ୍ୱାସକ୍ରିୟା ପ୍ରଭାବିତ ହଉଥିବ ଦିନରେ ରାତିରେ ସୂର୍ଯ୍ୟଙ୍କୁ ଦେଖୁଥିବ ଏକାଦଶୀ ହେଇଥିବ ସେଇ ଗୋଟିଏ ଦିନରେ ବୁଢା ପାଟିରେ ତୁଳସୀ ପାଣି ଶାଳଗ୍ରାମ ପାଣି ଦଉଥିବେ ତିନିଟା କଥା ପାଇଗଲେ ଶେଷ କଥା ସାର୍ ଶେଷ କଥା ସଂକ୍ରାନ୍ତି ଓହୋ ସଂକ୍ରାନ୍ତି ବାପି ଆଉ ସିଆଡକୁ ଯା ନା ଆମର ସମୟ ହେଇଗଲାଣି ହେଇଗଲାଣି ମଉସା ଚାଲିଯିବା କହିଥିଲି ଏଇ ଯୋଉ 21 ବ୍ରହ୍ମାଣ୍ଡରେ ସେତେବେଳେ ଅଲେଖ କୁଣ୍ଡରେ ଅଗ୍ନି ଜଳୁଥିବ ବାବା ଆପଣ ମାନଙ୍କୁ ବୁଝେଇ ବୋଲି କହିଥିଲି ଯେ ସ୍ତନ ନଥିବାର ନାରୀଟି ଗଲା ପାଣିକି ଦିନେ ସ୍ତନ ନଥିବା ନାରୀ ପାଣି ଆଣିବାକୁ ଗଲା ମଙ୍ଗ ନଥିବା କଳସୀ ହୁଡା ନଥିବା ପୋଖରୀ ପାଦ ନଥିବା ମୃଗକୁ ଦେଖିଲା ଅସ୍ତନୀ ନାରୀ ଆସି ତା ସ୍ୱାମୀ କି କହିଲା ତା ସ୍ୱାମୀ ଉଠିଲେ କହିଲେ ମୁଁ ସେ ମୃଗକୁ ମାରିକିରି ଆଣିବି ଗୁଣ ନଥିବା ଧନୁ କିନ୍ତୁ ମୃଗକୁ ଆଣିବି ଦାନ୍ତ ନଥିବା ଯନ୍ତ୍ର ତମେ ଖାଇବ ସେ ପଦଟା ରହିଗଲା ଯଦି ଜାଣିଥିବେ ଝିଙ୍କା ନଥିବା ଚୁଲିରେ ରୋଷେଇ ହବ ଯଦି ଜାଣିଥିବେ ମୋ ସାନ ଭାଇ ଆସିକିରି ଆଜ୍ଞା ଜାଣିଥିବେ ଯଦି ସାନ ଭାଇ ଆସିକିରି ଆପଣ ମାନଙ୍କୁ ଇଏ ଠାକୁର ଅଭିରାମ ପରମହଂସଙ୍କର ଆପଣ ମାନଙ୍କୁ ବୁଝେଇଦେବେ ଇଏ ମନଗଡା କଥା ନୁହେଁ ଦିଟା କଥା ରହିଗଲା ମୋର ପଣ୍ଡିତ ମଣ୍ଡଳୀ ଧର୍ମରାଜ ଯୁଧିଷ୍ଠିର ପାଣ୍ଡବ 5 ଭାଇ ପ୍ରଭୁଙ୍କୁ ଡାକିଲେ ଯେତେବେଳେ ପ୍ରଭୁଙ୍କୁ ଡାକିଛନ୍ତି ଠାକୁର ପତିତ ପାବନ ଠାକୁର ହଉଛନ୍ତି ଭାବର ଠାକୁର ଆସି ପହଞ୍ଚିଗଲେ ଯେତେବେଳେ ପ୍ରଭୁ ପହଞ୍ଚିଗଲେ ଭବିଷ୍ୟ ପୁତ୍ରାନ ଗଜାତ ହରି କୁମାର ତାଙ୍କ ଶଶିଖଣ୍ଡ ମୌଳି ନାରାୟଣ ମଙ୍ଗଳ କରି ଚଲାପଥ ପୁଷ୍ପିତ କରନ୍ତୁ ବୋଲ ଆନନ୍ଦ ଏକବାର ଯେତେବେଳେ ପ୍ରଭୁ ପହଞ୍ଚିଗଲେ ପ୍ରଭୁଙ୍କର ରୂପକୁ ପାଣ୍ଡବ ମାନେ ଦର୍ଶନ କରୁଛନ୍ତି ଗୋଟିଏ ପଦ ଆପଣ ମାନଙ୍କର ଗୀତ ଗୋବିନ୍ଦ ପ୍ରଭୁ ଜଳଦ ପଟଳ ଜଳ ଇନ୍ଦୁ ବିନିନ୍ଦା ଚନ୍ଦନ ତୀରା
प्रभु कहले हे पांडव माने मु जानी सारलिनी तमे माने विपद रे पड़िछ तमे जो ब्राह्मण को पठेई थिलो से मुंड काटिबा पई कौरव मानकर धर्मराज युधिष्ठिर तिगले छिडा हे कहले आज्ञा मु चाहुने मो भाई माने मरंतु बोली द्रौपदी पठेई दैछि तेनु आज्ञा धर्मराज युधिष्ठिर ताको मन कथाटा कहिले बयपि राजपुत्र पीपे दुख कानने भाषंत पीपे अश्रुबद्ध महाक्लेश आज्ञा ए भलिया भाई आउ केई ना भारत वर्ष रे केले आमे जंगल फळ खाउछु भल झरणार पानी पिउछु भल आमे भूमि रे रहउछु भल मो मन कथा केशव मो भाई माने न मरत यति केले उठिले भीम जेतले भीम उठी पड़िले प्रचंड क्रोध मार्तंड विद्वान गछति तुरिता कुरुक्षेत्र महारणे अंत दुरंत कौरव ए भीमकर आखि लाल पड़ी गला गर्जी उठिले भीम केले आज्ञा मु प्रतिज्ञा करछि मो मन कथा सुनतु को दिन वनवासरु आमे जीवु कौरव मानक सहित हमर युद्ध हबो अंत दुरंत कौरव मान को मु विनाश करी बोली शपथ करथिली यदि द्रौपदी कथारे ये ब्राह्मण जदि मुंड काटी करी नहीं आसे ताले मो कथाटा व्यर्थ हो जीवो सत्यटा बापा अर्जुन छिड़ा ही पड़ले हाथ जोड़ी पकेले अर्जुन कहले प्रिय में वासुदेव प्रियाश्च द्रुपद जमा कौतिकी आशुपद शत्रुश्च राधानंद भगवान कृष्ण आपण कहलिया मु सखा पाइछि मो छडा ए द्रौपदी भलिया स्त्री पाइछि मो छडा शिवंक ठारू पाशुपत सर पाइछि मो छडा मां पार्वती मते देइछंती अक्षय तृणीर मो तृणी रे सर दरकार नै खाली हाथ मारिबी सर बाहिबो सबु मोर अछि किंतु मु जो प्रतिज्ञा करथिली शत्रुश्च राधानंदन मु कर्ण को विनाश करिबी जदि द्रौपदी कथारे ये ब्राह्मण जदि मुंड काटिकरी चली आसे ताले मो कथाटा व्यर्थ हो जीवो एति कहि साला परे उठिले आज्ञा भीमंक परे नकुल उठिले नकुल हाथ जोड़िले कहले सत्यवादी युधिष्ठिर निर्बोध कुरुनंदन जेन हत्वा सकुनि जेन सृष्टामि कलह कहले सत्यवादी युधिष्ठिर निर्बोध कुरुनंदन ये कुरुनंदन गुडा को सुदु बुक्का काहे कि ना पर बुद्धि रे पड़िले पर बुद्धि रे जो माने पड़ती ए सर्वनाश को डाकी आंती पर बुद्धि रे कई पड़िबो पर सरे सकुनी सरे समूले पूरे कुरुकुल नीरे निपात सकुनी जो बुद्धि देला एंकर सर्वनाश को डाकी आनला एटा दुखर कथा शेषु को सहदेव को पचाले कहले सहदेव तम मन कथा कह सहदेव उठिले बयपि राजपुत्र वंचित वंचक प्राय कुरुक्षेत्र महारणे विजय पांडवे कथा केई कहती द्रौपदी गोटे आंब टाकुआ लगेले गोटे शुल्क गाइले आज्ञा आंब गछटा हला पुणी आज्ञा गोटे शुल्क गाइले बौल हला पुणी गोटे शुल्क गाइले फल फलिला पुणी गोटे शुल्क गाइले आंब पाचिला केई कहि दियंती आसी बुलेई करी ता मु कहूनी आज्ञा दुर्वासा आश्रम से कथा मु कहू मोर पंडित मंडली एठी आज्ञा सहदेव कहि देई गले केले आपण जाको भाबुछंती से ब्राह्मण नुहे से होची गोटे राक्षस धर्मराज युधिष्ठिर भलिया भाई के माने चिन्हि पारले नै सर्वनाश को डाकी आनिले वंचित वंचक प्राय आमे बिलुआ भलिया लुचिकिरी जंगल ले आमे राजा छुआ रहिबु ए कथा मु आगुरु जानि छी भगवान कृष्ण ताली मार देले कहले ए सहदेव जा कहि ठीक अर्जुन तमे मो संगरे आसो जंगल सीमा रे आमे रहिबा मु माया विस्तार करिबी से दुर्योधन सभारु निराश ही फेरी आसिले तुमे बाटर ताको हत्या करिवो मोर पंडित मंडली मो भाई माने आसिलेनी दीटा कथा मोर रहि जाईची एठी आपनकर काहे कि रखिबी सारी देई कि जीबी नने मौसा काली कहबे तमे तो विषय कल सारिलो नै हो सार दउची खाली कथा कहि देई कि ओ आसो आसो मो सहित एबे किए जीव आसो मो सहित किए जीव हरि नाम डंगा जाओ दे आशा किए जीव हरि नाम डंगा जाओ दे आओ छया हे ना
କାଉରୀଟା କହ ଦେଉଛି ହରିନାମ ଗାଉଛି ଆସ କିଏ ଯିବ ହରିନାମ ଶୁଣିବ ଗୁଣିକ ଜନ ଦେଇ ମନ କର୍ଣ୍ଣ କେହି ଠାରୁ ଯାହା ଯାହା ଅପୂର୍ବ ଆଖ୍ୟାନ ଅର୍ଜୁନକୁ ନେଇ ପୁଣି ଜଙ୍ଗଲ ସୀମାରେ ନାରାୟଣ ଜଗିଲେ ଯେ ଯାଇ ପରା ଘରେ ଜେନେ ପରା ମାୟା ପରା ବିସ୍ତାର କରିଲେ ସଭାରେ ସେ ନିରାଶ ହୋଇଲେ ରାକ୍ଷସ ଯେ ଫେରି ଆସେ ଦ୍ରୌପଦୀ ନିକଟ କେହି କାଳେ ଜଗିଛନ୍ତି ଯେ ସଙ୍କଟ ଆଜ୍ଞା ଏତିକି ବେଳେ ଦୁର୍ଯ୍ୟୋଧନ ସଭାରୁ ଫେରି ଆସିଛି ରାକ୍ଷସ ଦୁର୍ଯ୍ୟୋଧନ ଲୁଚିଗଲେ। 7 ଦିନ ସମୟ ନେଇ ପ୍ରଭୁ ଲୁଚିଗଲେ ଦୁର୍ଯ୍ୟୋଧନ 7 ଦିନ ସମୟ ନେଇଛି ଅର୍ଜୁନକୁ ଦେଖିକିରି ଅର୍ଜୁନକୁ ଦେଖି ନିଜ ରୂପ ଧାରଣ କଲା ଅର୍ଜୁନ ସହିତ ପୁଣି ସଂଗ୍ରାମ କରିଲା ଅର୍ଜୁନ ସହିତ ତୁମର ସଂଗ୍ରାମ ହେଲା ପ୍ରଭୁ ଜାଣିଲେ କେହି କାରିକି ପାରିବେନି ଆଦେଶ କଲେ ଚକ୍ରକୁ ତୋର ପରେ ସୁଦର୍ଶନ ତୁମ୍ଭେ ଚଳିଯିବ ରାକ୍ଷସର ମୁଣ୍ଡ କାଟି ବହନ ଫେରିବ ଆଜ୍ଞା ପାଇ ଚକ୍ର ପୁଣି ତର ତରେ ଗଲା ରାକ୍ଷସର ମୁଣ୍ଡ ବା କାଟିବି ଭାବିଲା ସୁଦର୍ଶନକୁ ପ୍ରଭୁ ପଠେଇଲେ ସୁଦର୍ଶନକୁ ଦେଖିକିରି ହାତ ଯୋଡି ପକେଇଲା କହିଲା ମୋ ପ୍ରଭୁଙ୍କର ଭକ୍ତ ଅର୍ଜୁନ ମୁଁ ବି ଭକ୍ତ ତାହେଲେ କୋଉ ନ୍ୟାୟରେ ମତେ ମାରିବେ ଯଦି ମତେ ମାରିବେ ତାହେଲେ ପ୍ରଭୁଙ୍କୁ ଟିକେ କୁହ ପ୍ରତ୍ୟେକ ବ୍ୟକ୍ତିର ଗୋଟେ ମରଣର ଶେଷ ଇଚ୍ଛା ଥାଏ ମୋ ଇଚ୍ଛାଟା ଅଛି ମୁଁ ଟିକେ ପ୍ରଭୁଙ୍କୁ ଆଖିରେ ଦର୍ଶନ କରିବି ଚକ୍ର ପରାସ୍ତ ହେଇକିରି ଫେରିଗଲା ପ୍ରଭୁ ଆସିକିରି ପହଞ୍ଚିଲେ କହିଲେ କଣ କହୁଛୁ କହ କହିଲା ଏତିକି ମୁଁ କହୁଛି ଯୋଉ ଶବଟା ଭାସୁଥିଲା ଆପଣ ମାନଙ୍କୁ କହିଥିଲି ସେ ଶବଟା କିଏ ଭବିଷ୍ୟ ପତ୍ରାନବ ଜାତ ହରି ନାରାୟଣ ମଙ୍ଗଳ କରି ବିଦ୍ୟା ବୁଦ୍ଧି ଦିଅନ୍ତୁ ବୋଲ ଆନନ୍ଦ କବାର ଭବିଷ୍ୟ ପତ୍ରାନବ ଜାତ ହରି କୁମାର ମୂଳି ସତ୍ୟନାରାୟଣ ମଙ୍ଗଳ କରି ତାଙ୍କ ପିଲା ଛୁଆଙ୍କୁ ଆନନ୍ଦରେ ରଖନ୍ତୁ ବୋଲ ଆନନ୍ଦ କବାର ର ବାପା ଇଏ ଭଗବାନ ଶ୍ରୀକୃଷ୍ଣ ବିଚାର କଲେ କହିଲେ କଣ ତୁ କହୁଛୁ ନା ମୁଁ ଏତିକି ଚାହେଁ ମୋ ବାପା ଅମୋକ୍ଷ ହେଇକିରି ଭାସି ଯାଉଛନ୍ତି ଇଏ ଅର୍ଜୁନ ଯେ ମୋର ପିତାକୁ ହତ୍ୟା ପରା କଲା ପ୍ରତିଶୋଧ ନେବି ବୋଲି ଆସିଥିଲି ଭଲା ମୋ ବାପାକୁ ଅର୍ଜୁନ ମାରିଛି ମୁଁ ପ୍ରତିଶୋଧ ନବାକୁ ଆସିଥିଲି ପ୍ରଭୁ ମୁଁ ଜାଣିଛି ଯୋଉଦିନ ନର ନାରାୟଣକୁ ଦର୍ଶନ କରିବି ମୋର ସେଦିନ ପ୍ରାଣର ପ୍ରୟାଣ ଘଟିବ ମୁଁ ମରିବି ସତ୍ୟ କିନ୍ତୁ ମୋ ବାପାକୁ ଆପଣ ମୁକ୍ତି କରିଦିଅନ୍ତୁ ପ୍ରଭୁ ମୋ ବାପାକୁ ଆପଣ ମୁକ୍ତି ଦିଅନ୍ତୁ ପ୍ରଭୁ କହିଲେ ପିତା ପତ୍ର 2 ଜଣ ଅଭିଶାପ ପାଇ ମଧ୍ୟପୁରେ ତୁମ୍ଭେ ପରା ଜନମତି ହୋଇ ଇନ୍ଦ୍ର ସଭାରେ ଯେ ତୁମ୍ଭେ ଅଭିଶାପ ହେଲ ମଧ୍ୟପୁରରେ ଯେ ପରା ରାକ୍ଷସ ହୋଇଲ ଇନ୍ଦ୍ର ସଭାରେ ତମେ ଅଭିଶାପ ପାଇଥିଲ ମର୍ତ୍ତ୍ୟପୁର ରାକ୍ଷସ ହେଇକିରି ଜନ୍ମ ହେଲ କିନ୍ତୁ ଗୋଟିଏ କଥା ଏ ପୁଅ କହିଲା ପ୍ରଭୁ ହିରଣ୍ୟ କବଚ ପିତା ବଟଇ ମୋହର ତାଙ୍କ ପୁତ୍ର ନିର୍ବାଚକ କବଚ ମୋହିତାର ମୋ ବାପା ହିରଣ୍ୟ କବଚ ମୁଁ ତାଙ୍କ ପୁଅ ହଉଛି ନିର୍ବାଚକ କବଚ କହିଲେ ଯାହା ତତେ ମୁଁ ମୁକ୍ତି ଦେଲି ସ୍ୱର୍ଗପୁରକୁ ତମେ ମୁକ୍ତି ପାଇକିରି ଯିବ ବାପ ପୁଅ 2 ଜଣ ଯାକ ଅଭିଶାପ ପାଇଥିଲ ଆଜ୍ଞା ତର ତରେ ଚକ୍ର ଯାଇ ଗୋଳାକୁ କାଟିଲା ଆକାଶ ମଣ୍ଡଳୁ ପୁଷ୍ପ ଯାନ ଯେ ଆସିଲା ପିତାପତ୍ର 2 ଜଣ କରିଲେ ପିତାପତ୍ର 2 ଜଣ କରିଲେ ମନ ହରିବୋଲ ହୁଳହୁଳି ହେଲା ସର୍ବେ ଜାଣ ବାପ ପୁଅ 2 ଜଣ ଯାକ ସ୍ୱର୍ଗପୁରକୁ ଗମନ କଲେ ମୋର ପଣ୍ଡିତ ମଣ୍ଡଳୀ ବାପ ପୁଅ ସ୍ୱର୍ଗକୁ ଗମନ କଲେ ସ୍ୱର୍ଗର ଗନ୍ଧର୍ବ ଥିଲେ ଅଭିଶାପ ପାଇ ମୁକ୍ତି ପାଇଲେ କୌଟିଦାୟ କାଳରେ ତ୍ରିପାଠୀ କରେ ନିବେଦନ ସମସ୍ତଙ୍କୁ ମଙ୍ଗଳ ରଖନ୍ତୁ ପ୍ରଭୁ ନାରାୟଣ ଗ୍ରାମବାସୀ କି ସମସ୍ତେ
হরিবোল সহিত হুড়হুড়ি সহিত জোর করি করতালি থাউ যে ভারতর দুঃখ যাউ হে अधिकरु अधिक पाला देखिबा पई आमो चैनल सब्सक्राइब करंतु।